ଆଜିଠୁ ରାଜ୍ୟରେ ଆମ ଶାସନ ବ୍ୟବସ୍ଥା ଲୋକଙ୍କ ଅଭିଯୋଗ ଶୁଣିବେ ଖୋଦ୍ ମୁଖ୍ୟମନ୍ତ୍ରୀ ପ୍ରଶାସନ। ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସେବା ମିଳୁଛି ତାହା ଲୋକଙ୍କୁ ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ଲୋକଙ୍କଠାରୁ ମତାମତ ସଂଗ୍ରହ କରାଯିବ। ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥିବେ, ଖରାପ ବ୍ୟବହାର କରିଥିବେ, ଲାଞ୍ଚ ନେଇ କାମ କରୁଥିବା ନେଇ ଅଭିଯୋଗ ଆସେ, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠୁ ଆମ ଶାସନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ବିଜେଡି ସରକାର ଅମଳରେ ଯେପରି 5T ମୋ ସରକାର ଚାଲିଥିଲା, ସେହିପରି ଢାଞ୍ଚାରେ ଏହି ଆମ ଶାସନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ହେଲେ ଏଥିରେ 5T ଅଧ୍ୟକ୍ଷ କି ସଚିବ ଭଳି ପଦବୀ ରହିବେନି। ଯେଉଁ ଅଭିଯୋଗ ପ୍ରସ୍ତାବ ଆସିବ ତାହା ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ ସିଧାସଳଖ ଶୁଣିବେ। ଏଥିରେ ପ୍ରାୟ 20ଟି ବିଭାଗର 150ରୁ ଅଧିକ ସେବା ଉପଲବ୍ଧ ହେବ। ଏବେ 8ଟି ବିଭାଗର 16ଟି ସେବା ଉପଲବ୍ଧ ହେବ। ସରକାରଙ୍କ ତରଫରୁ ଲୋକଙ୍କ ପାଖକୁ ରେକର୍ଡ ହୋଇଥିବା ଏକ କଲ୍ ଆସିବ ଆଉ ସେମାନଙ୍କୁ ଯୋଜନାର କାର୍ଯ୍ୟକାରିତା ଉପରେ ବିଭିନ୍ନ ପ୍ରଶ୍ନ ପଚରାଯିବ। ଏଥିସହ ଲୋକଙ୍କଠାରୁ ମତାମତ ସଂଗ୍ରହ ଏବଂ ଲୋକ ଫୋନ୍ କରି ମତାମତ ଓ ଅଭିଯୋଗ ଦେବା ପାଇଁ ଏକ ଉତ୍ସର୍ଗୀକୃତ କଲ୍ ସେଣ୍ଟର ରହିବ। ଆଜିଠୁ ଆମ ଶାସନ ବ୍ୟବସ୍ଥା କ'ଣ ରହିଛି ଜାଣିବା ଆସନ୍ତୁ। ଲୋକଙ୍କ ପାଖରେ ସେବା ଠିକ୍ରେ ପହଞ୍ଚୁଛି କି ନାହିଁ ତଦାରଖ ରଖିବେ ସରକାର। ଥାନାଠୁ ଆରମ୍ଭ କରି ମଣ୍ଡି ସୁବିଧା, ସୁଭଦ୍ରାଠୁ ଭତ୍ତା ମିଳୁଛି କି ନାହିଁ ତଦାରଖ ରହିବ। ସୁବିଧା ମିଳୁଛି କି ନାହିଁ ଲୋକଙ୍କଠୁ ମତାମତ ନେବେ। ସେବା ଯୋଗାଇବାରେ ବିଫଳ ହେଲେ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ପୂର୍ବ ସରକାରଙ୍କ 5T ମୋ ସରକାର ଢାଞ୍ଚାରେ ବିଜେପି ସରକାରଙ୍କ ଆମ ଶାସନ ବ୍ୟବସ୍ଥାରେ ରହିବେନି ଅଧ୍ୟକ୍ଷ କି ସଚିବ। ଅଭିଯୋଗ କିମ୍ବା ପ୍ରସ୍ତାବ ଆସିଲେ ସିଧା ଶୁଣିବେ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ। ଆମ ଶାସନରେ ଉପଲବ୍ଧ ହେବ 20ଟି ବିଭାଗର 150ରୁ ଅଧିକ ସେବା। 5T ଭଳି ଲୋକଙ୍କୁ ଫୋନ୍ କରି ସେବା ବାବଦରେ ଲୋକଙ୍କ ମତାମତ ନେବେ ସରକାର। ଲୋକଙ୍କ ପ୍ରସ୍ତାବକୁ ଆଧାର କରି ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଯିବ। ମତାମତ ଓ ଅଭିଯୋଗ କରିବା ପାଇଁ ଟୋଲ୍ ଫ୍ରି ନମ୍ବର ହେଉଛି 144771। ଏହି ନମ୍ବରରେ ଆପଣ ଫୋନ୍ କରିପାରିବେ। ସୋମବାରରୁ ଶୁକ୍ରବାର ଯାଏଁ ସକାଳ 9ରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଖୋଲା ରହିବ। ହ୍ୱାଟ୍ସଆପ୍, ଇମେଲ୍, ସୋସିଆଲ ମିଡିଆ ପ୍ଲାଟଫର୍ମରେ ବି ଅଭିଯୋଗ କି ମତାମତ ରଖିପାରିବେ। ଏମିତି ନୂଆ ନୂଆ ଖବର ଜାଣିବାକୁ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ରହୁଛି, ନମସ୍କାର।